ଶିଳାର ଶିଳପଦ୍ମ। କୋଣାର୍କ ମନ୍ଦିର ଠାରୁ ଅନତ ଦୂରରେ ଗାଁଟିଏ, ପାଖାପାଖି 3 କିଲୋମିଟର ହେବ। ସୌମ୍ୟକାନ୍ତ ଯୁବକଟିଏ, ସେଇ ଗାଁର ପିଲା। ନାଁ ତାର ଶିଳପଦ୍ମ। ଉଚ୍ଚ ଶିକ୍ଷିତ, ସହରରେ ରହି ପାଠ ପଢ଼େ। ମଝିରେ ମଝିରେ ଗାଁକୁ ଆସେ। ଆଜିକାଲି ଇତିହାସରେ ସେ ରିସର୍ଚ୍ଚ କରୁଛି। ପୁରୁଣା ଶିଳାଲେଖ ଦେଖି ଇତିହାସକୁ ତର୍ଜମା କରୁଛି। ଗାଁକୁ ଆସିଲେ ସନ୍ଧ୍ୟାବେଳେ ସେ କୋଣାର୍କ ମନ୍ଦିର ଚାରିପାଖରେ ଥିବା ଘାସର ଗାଲିଚାରେ ବୁଲେ। ମନ୍ଦିରର ମୂର୍ତ୍ତି ଗୁଡ଼ାକ ଦେଖି ଭାବେ, କେତେ ମହାନ ଏହି ଶିଳ୍ପୀମାନେ ନିହନ ମନରେ ଆଙ୍କିଛନ୍ତି କେତେ କ'ଣ ଭାବନାର ଚିତ୍ର, ଯେଉଁ ଗୁଡ଼ାକ ବର୍ଷାରେ ଧୋଇଯିବନି କି ନିଆଁରେ ପୋଡ଼ିଯିବନି। ଯାହା ହେଉ, ତା ବିଷୟରେ ଗୋଟେ ଅନୁସନ୍ଧାନ କରିବାକୁ ସୁଯୋଗ ଦେଇଥିବାରୁ ମନେ ମନେ ଗୋଟିଏ ଧନ୍ୟବାଦ ଦିଏ ସେ ଭଗବାନଙ୍କୁ। ଗାଲିଚାରେ ବୁଲୁ ବୁଲୁ ନଜର ତାର ପଡ଼ିଲା ଏକ ଅର୍ଦ୍ଧଭଗ୍ନ ନାରୀ ମୂର୍ତ୍ତି ଉପରେ। ହାତଟା ତାର ଭାଙ୍ଗି ଯାଇଛି, ନାକଟା ଟିକେ ଘଷି ହୋଇଯାଇଛି। ହାତରେ ଧରି ଠିଆ କରାଇଲା ମୂର୍ତ୍ତିଟିକୁ। ବହୁତ ସୁନ୍ଦର ଦିଶୁଛି ତା ଆଖିକୁ। ଉତ୍ତୁଙ୍ଗ ବକ୍ଷ ଦେଶକୁ ନମନୀୟ କଟି, କଟିରେ ଲାଗିଛି କାମକୋଟ ହୋଇଥିବା ଅଣ୍ଟାମାଳି। ନିତମ୍ବ ଉପରେ ବେଢ଼ି ରହିଛି ତା ଉପରକୁ ଉପର କଚରା ମାଳି। ତ୍ରିଭଙ୍ଗୀ ଥଞ୍ଜରେ ଦଣ୍ଡାୟମାନ ମୂର୍ତ୍ତିଟି ବହୁତ ମନଲୋଭା। ମୂର୍ତ୍ତିଟିକୁ ଦଣ୍ଡାୟମାନ କରି ପକେଟରେ ଥିବା ରୁମାଲରେ ଧୂଳି ଗୁଡ଼ାକ ଝାଡ଼ିଦେଲା ସେ। ମନେ ମନେ ଭାବିଲା, ଜେଜ କହୁଥିଲେ ମୂର୍ତ୍ତିମାନେ ରାତିରେ ବାହାରି ନିଜ ନିଜ ଭିତରେ କଥା ହୁଅନ୍ତି, କିନ୍ତୁ ଏ ବିଜ୍ଞାନ ଯୁଗରେ ସେଗୁଡ଼ା କ'ଣ ସମ୍ଭବ? କିନ୍ତୁ ସେ ତ ଇତିହାସରେ ପଢ଼ିଛି ବିକ୍ରମାଦିତ୍ୟଙ୍କ 32 ସିଂହାସନ କଥା। ସିଂହାସନରେ 32ଟି ପିତୁଳା ଥିଲେ। ଯେତେବେଳେ ଭୋଜରାଜ ତାପରେ ବସିବାକୁ ଯାଆନ୍ତି, ଗୋଟିଏ ଗୋଟିଏ ପିତୁଳା ବାହାରି ଆସନ୍ତି ଓ ଭୋଜରାଜଙ୍କୁ ବସିବା ପାଇଁ ବାରଣ କରନ୍ତି ଏବଂ ବିକ୍ରମାଦିତ୍ୟଙ୍କର ଗୁଣଗାନ କରି ଅପସରି ଯାଆନ୍ତି। ସେ ମନେ ମନେ ଭାବେ, ସେମିତି ଏ ମୂର୍ତ୍ତି ପଥର ଦେହରୁ ବାହାରି ଆସି କୋଣାର୍କର ଗାଥା ବୟାନ କରି ଅପସରି ଯାଆନ୍ତା ନାହିଁ। ଏମିତି ଭାବି ଭାବି ସେ ସନ୍ଧ୍ୟାରେ ଘରକୁ ଫେରିଆସେ। ଏହିପରି ଭାବରେ ପ୍ରତିଦିନ ଯାଇ ଯାଇ ସେ ମୂର୍ତ୍ତି ପ୍ରତି ତାର ଗୋଟେ ଅହେତୁକ ପ୍ରେମ ଭାବ ଜାଗ୍ରତ ହୋଇଗଲାଣି। ସବୁଦିନ ସନ୍ଧ୍ୟାରେ ସେ ଯାଏ, ମୂର୍ତ୍ତିଟିକୁ ରୁମାଲରେ ପୋଛେ। କେତେ କ'ଣ ମନକୁ ମନ ପଚାରେ। ସେ ତ ପଥର, ସେ କ'ଣ ଉତ୍ତର ଦେବ? ଭାରାକ୍ରାନ୍ତ ମନକୁ ନେଇ ଫେରିଆସେ ଶିଳପଦ୍ମ। କଥାରେ ଅଛି, ଭକ୍ତି ଥିଲେ ପଥର ବି ତରଳେ। ସତକୁ ସତ ସେଇଆ ହେଲା। ସେଦିନ ଥାଏ ପୂର୍ଣ୍ଣମୀ ତିଥି। ଅଧିକାଂଶ ପର୍ଯ୍ୟଟକ ଜୁଆର ଦେଖିବା ପାଇଁ ଚନ୍ଦ୍ରଭାଗା ଆଡ଼କୁ ଯାଇଥାନ୍ତି। ପଡ଼ିଆରେ ଟିକେ କୋଳାହଳ କମ୍ ଥାଏ। ଗୋଧୂଳି ଲଗ୍ନ। ସୂର୍ଯ୍ୟଟା ନଇଁ ନଇଁ ଆସୁଥାଏ। ସୂର୍ଯ୍ୟଙ୍କର ଲାଲ କିରଣଟା ମୂର୍ତ୍ତି ଉପରେ ପଡ଼ି ତାକୁ ଆହୁରି ତେଜିଆନ କରିଦେଉଛି। ଯେମିତି ଶ୍ଵେତବର୍ଣ୍ଣର ଝିଅଟିଏ ରାଗିଲେ ତାର ମୁହଁ ଲାଲ ପଡ଼ିଯାଏ, ଠିକ୍ ସେହିପରି। ଅତି ଧ୍ୟାନର ସହିତ ତାର ଅଣ୍ଟା ସୂତାକୁ ରୁମାଲରେ ଘଷି ଘଷି ସଫା କରୁଥିଲା ଶିଳପଦ୍ମ। ଏତିକି ବେଳେ ଖିଲି ଖିଲି ହସ ଶୁଭିଲା। ହସି ହସି ଝିଅଟିଏ କହିଲା, କାହିଁକି ଘଷୁଛ? ସେ କ'ଣ ଆଉ ଫେରି ଆସିବ? ବେଶୀ ଘଷିଲେ ଅଣ୍ଟାରେ ଦାଗ ହେଇଯିବନି ତ? ଚମକି ପଡ଼ିଲା ଶିଳପଦ୍ମ। କିଏ ତୁମେ? ମୁହଁ ଟିକି ପଚାରିଲା ତାକୁ। ମୁଁ ହେଲି ଅନାମିକା। କେଉଁ ଅନାମିକା? ବିସ୍ମୟ ଭରା ନୟନରେ ପଚାରିଲା ଶିଳପଦ୍ମ। ସେଇ ଅନାମିକା ଯାହାକୁ ତମେ 500 ବର୍ଷ ପୂର୍ବେ ଘରେ ଛାଡ଼ି ଦେଇ ଯାଇଥିଲ। ବିବାହର ବର୍ଷକ ଭିତରେ ମନ୍ଦିର ତୋଳା ପାଇଁ ବାପ ପୁଅ 2 ଜଣ ଯାକ ରାଜାଙ୍କ ଆଦେଶରେ ମୂର୍ତ୍ତି ଗଢ଼ିବା ପାଇଁ ବାହାରିଗଲ, ଆଉ ଫେରିଲ ନାହିଁ। କେବଳ ରାଜାଙ୍କ କର୍ମଚାରୀମାନେ ମାସକୁ ମାସ ଘରକୁ ଆସି ବେତନ ଦେଇ ଯାଆନ୍ତି। ଶୁଣିଲି ତୁମେ କୁଆଡ଼େ ସେଠି ସୁନ୍ଦର ସୁନ୍ଦର ମୂର୍ତ୍ତିମାନେ ତିଆରି କରୁଛ। ତମ ପ୍ରଶଂସାରେ ମୁଁ ବହୁତ ଖୁସି ହେଲି। ତମ ପ୍ରଶଂସାରେ ମୋର ଯୌବନର କ୍ଷୁଧାକୁ ବି ମୁଁ ଭୁଲିଗଲି। ଶୁଣିଲି ତୁମେ କୁଆଡ଼େ ଗୋଟେ ନିଖୁଣ ନାରୀ ମୂର୍ତ୍ତି ନର୍ତ୍ତକୀଟିଏ ତିଆରି କରିଛ। ରାଜା ତାକୁ ଦେଖି ବହୁତ ପ୍ରଶଂସା କରିଛନ୍ତି। ସେଇଟାକୁ ମୁଖ୍ୟ ଦ୍ୱାରର ପ୍ରଥମ ଚକ ପାଖରେ ରଖିବାକୁ ଆଦେଶ ଦେଇଛନ୍ତି। ଏ କଥା ଶୁଣି ତମ ବାପା ଆସି ମୂର୍ତ୍ତିଟିକୁ ନିରୀକ୍ଷଣ କଲେ। ବହୁତ ପ୍ରଶଂସା ବି କଲେ ତମକୁ। କହିଲେ, ଆରେ ମୂର୍ତ୍ତିଟା ଭଲ ହେଇଛି ଯେ, କିନ୍ତୁ ଏ ତ ଆମ ବୋହୂର ଅବିକଳ ହେଇଯାଇଛି। ରକ୍ଷଣଶୀଳ ପରିବାରରେ ବାପା ଚାହୁଁନଥିଲେ ତାଙ୍କ ବୋହୂର ଅବୟବଟା ମନ୍ଦିର ଗାତ୍ରରେ ସ୍ଥାନ ପାଉ ବୋଲି। ତେଣୁ ସେଦିନ ରାତିରେ ସେ ଜାଣିଶୁଣି ମୂର୍ତ୍ତିଟିକୁ ପକାଇ ହାତ 2ଟା ଭାଙ୍ଗିଦେଲେ ଏବଂ ମୋ ନାକଟା ଖଣ୍ଡିଆ ହେଇଗଲା। ତା ପରଦିନ ମୋ ଦେହ ଗାଁରେ ଖରାପ ହେଲା।
ଜ୍ୱରରେ ପୀଡ଼ିତ ହୋଇ ମୁଁ ଆଖି ବୁଜିଲି। ତମ ସାଙ୍ଗରେ ମୋର ଦେଖା ନ ହେବାଟା ଗୋଟେ ଅଫସୋସ ରହିଗଲା। ଏବେ ଏତେ ଦିନ ପରେ ତମ ସହିତ ଦେଖା ହେଲା। ତମର ସ୍ପର୍ଶ ପାଇ ମୁଁ ମୁକ୍ତ ହେଲି। ମୁଁ ଏବେ ଚାଲିଲି, ପରେ ତମ ସହ ଦେଖା ହେବ। ଏତକ କହି ଝିଅଟି ଅନ୍ତର୍ଦ୍ଧାନ ହେଇଗଲା। ପ୍ରକୃତିସ୍ଥ ହେଲା ଶିଳାପଦ୍ମ। ସେ ସ୍ୱପ୍ନ ଦେଖୁନାହିଁ ତ? କାକର ପଡ଼ି ଆସୁଥିଲା। ଘାସ ଅଗରେ ପଡ଼ିଥିବା କାକରର ସ୍ପର୍ଶ କିରଣ ପଡ଼ି ଆହୁରି ସୁନ୍ଦର ଦେଖାଯାଉଥିଲା। ସତେକି ଖୁସିରେ ବିଧାତା ମୁକ୍ତା ଗୁଡ଼ାକ ବିଞ୍ଚି ଦେଇଛି। ନିଜକୁ ନିଜେ ଚିମୁଡ଼ି ହୋଇ